ଶ୍ରୋତା ବନ୍ଧୁ, ଜୀବନ ବଡ଼ ବିଚିତ୍ର। ନଦୀର ଗତି ପରି କେତେବେଳେ କେଉଁଆଡ଼େ ଜୀବନ ସ୍ରୋତ ବହିଯାଏ ତାହା କଳନା କରିବା ସମ୍ଭବ ନୁହେଁ। ବିଶାଳ ପୃଥିବୀରେ ଜୀବନଯାତ୍ରା ପଥରେ ଅନେକ ଅନୁଭବ ଉପଲବ୍ଧି ଆସିବା ସ୍ୱାଭାବିକ। ଜୀବନ ହିଁ ସତ୍ୟ। ଜୀବନ ପରେ କ'ଣ ଅଛି ତାହା ଭାବିବା ନିରର୍ଥକ। ବର୍ତ୍ତମାନ ହିଁ ଜୀବନର ସ୍ଥିତି। ମଣିଷ ଜୀବନ ପଥର ପଥିକଟିଏ। ସେହି ପଥିକଟି ବାସ୍ତବ ଜୀବନରେ ପ୍ରତ୍ୟକ୍ଷ କରୁଥିବା ଘଟଣାରେ କେତେବେଳେ ଆନନ୍ଦରେ ଶିହରି ଉଠେ ତ କେତେବେଳେ ଦୁଃଖରେ ଭାଙ୍ଗି ପଡ଼େ। ଜୀବନକୁ କଳନା କରିବା ସହଜ କଥା ନୁହେଁ, ତଥାପି ମଣିଷ ତାର ସକଳ ଅନୁଭବକୁ ପ୍ରକାଶ କରି ମୁକ୍ତ ହେବାକୁ ଚାହେଁ। ଆଉ ସେଇଥିପାଇଁ ବୋଧେ ମୁକ୍ତିର ଏକମାତ୍ର ମାଧ୍ୟମ ଭାବରେ ସେ ଗ୍ରହଣ କରିନିଏ କଳ୍ପକୁ। ଶ୍ରୋତା ବନ୍ଧୁ, ଏଇ ଯେଉଁ ବାକ୍ୟାଂଶ ମୁଁ ଆପଣମାନଙ୍କ ପାଖରେ ଉପସ୍ଥାପିତ କଲି, ଏହାର ପ୍ରବକ୍ତା ହେଉଛନ୍ତି ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଜଣେ କୃତବିଦ୍ୟ ଯଶସ୍ୱୀ ସଂଗଠକ, ସମ୍ପାଦକ, କଥାକାର ତଥା ସାହିତ୍ୟର ବିବିଧ ଦିଗରେ ନିଜର ଐଶୀ ପ୍ରତିଭାର ଛବି ଆଙ୍କିଥିବା ଜଣେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂଙ୍କ ଉକ୍ତି। ଡକ୍ଟର ବିଜୟାନନ୍ଦ ସିଂ କହନ୍ତି, ସତ୍ୟକୁ ସ୍ୱୀକାର କରିବା ମଣିଷର ଧର୍ମ। ସତ୍ୟ ବିନା ଜୀବନ ନାହିଁ, କାରଣ ସତ୍ୟ ହିଁ ଜୀବନର ଆଧାର। ପରିବର୍ତ୍ତନଶୀଳ ସମୟ ଓ ବ୍ୟବସ୍ଥାରେ ସତ୍ୟ ବେଳେବେଳେ ମେଘର କଳା ବାଦଲ ଭିତରେ କ୍ଷଣକ ପାଇଁ ଲୁଚିଗଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ପ୍ରକଟିତ ହୋଇ ଉଠେ। ସତ୍ୟକୁ କ'ଣ ଅବଦମିତ କରିହୁଏ? ସତ୍ୟ ପ୍ରତି ଅନୁରକ୍ତି ପ୍ରକାଶ କରି ସେ ତାଙ୍କର ପ୍ରତ୍ୟେକଟି ଗଳ୍ପ ଭିତରେ ସତ୍ୟର ଜୟଗାନ କରିଛନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ ଆଲୋଚନା କରୁଛେ ଡକ୍ଟର ବିଜୟାନନ୍ଦ ସିଂଙ୍କ ଗଳ୍ପ ସମ୍ପର୍କରେ। ଯଦିଓ ଜଣେ ସଂଗଠକ ଭାବରେ ଓଡ଼ିଶାରେ କେବଳ ନୁହେଁ, ଭାରତୀୟ ସ୍ତରରେ ତାଙ୍କର ସ୍ଥିତି ସେ ପ୍ରତିଷ୍ଠା କରିସାରିଛନ୍ତି। କଟକ ଜିଲ୍ଲାର ମାହାଙ୍ଗା ଅନ୍ତର୍ଗତ ଯଶୁଆପୁର ଗ୍ରାମରେ ପିତା କୈଳାସ ଚନ୍ଦ୍ର ସିଂ, ମାତା ଚାରୁଚନ୍ଦ୍ରମା ସିଂଙ୍କ କୁଳ ମଣ୍ଡନ କରି ସେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆରେ ସ୍ନାତକୋତ୍ତର ଉତ୍କଳ ବିଶ୍ୱବିଦ୍ୟାଳୟରୁ PhD ଓ ଡିଲିଟ୍, ବୃତ୍ତିରେ ଅଧ୍ୟାପକ କିନ୍ତୁ ପ୍ରବୃତ୍ତିରେ ସାହିତ୍ୟ ସାଧକ। ଓଡ଼ିଆ କଥା ସାହିତ୍ୟ, ଗବେଷଣା, ପ୍ରବନ୍ଧ, ସମାଲୋଚନା ଓ ସଂସ୍କୃତି କ୍ଷେତ୍ରରେ ସେ ନିଜର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରିସାରିଛନ୍ତି। ତେବେ ଆଜି ଆପଣମାନଙ୍କ ଅବଗତି ନିମନ୍ତେ ତାଙ୍କର ଅସଂଖ୍ୟ ସୃଷ୍ଟି ଭିତରୁ କେବଳ ଗଳ୍ପର ଦିଗ ସମ୍ପର୍କରେ ସାମାନ୍ୟ ସୂଚନା ଦେଇ ଗୋଟିଏ ଗଳ୍ପଟିଏ ପଢ଼ିବି। ତାଙ୍କର ଅନେକ ରଚନା ଅଛି। 60ରୁ ଉର୍ଦ୍ଧ୍ୱ ପୁସ୍ତକ ଭିତରେ ରହିଛି ନୀରବ ଆଳାପ, ଅନେକ ଦଂଶନ, ତଥାପି ଅପେକ୍ଷା କରାଯାଉ। ଏଗୁଡ଼ିକ ତାଙ୍କର ଗଳ୍ପ ପୁସ୍ତକର ନାମ ଥିଲା। ଏତଦ୍ ବ୍ୟତୀତ ଫତୁରାନନ୍ଦଙ୍କ ସାହିତ୍ୟର ସେ ଜଣେ ଶ୍ରେଷ୍ଠ ଗବେଷକ ଭାବରେ ଓଡ଼ିଆ ସାହିତ୍ୟରେ ସ୍ୱତନ୍ତ୍ର ପରିଚିତି ଲାଭ କରିଛନ୍ତି। ଫତୁରାନନ୍ଦଙ୍କ କାବ୍ୟ ସାହିତ୍ୟରେ ହାସ୍ୟ, ରସ ଓ ବ୍ୟଙ୍ଗ ଏହି ଶୀର୍ଷକ ସନ୍ଦର୍ଭ, ଯାହା ପରେ ଫତୁରାନନ୍ଦ ସୃଷ୍ଟିରେ ହାସ୍ୟ ନାମରେ ପ୍ରକାଶିତ। ଏତଦ୍ ବ୍ୟତୀତ ସେ ଜଣେ ଉଚ୍ଚକୋଟୀର ସମାଲୋଚକ ମଧ୍ୟ। ଭିନ୍ନ ଭୂମି ଏବଂ ସମୟ ଓ ସମାଲୋଚନା ତାଙ୍କର ଉଚ୍ଚକୋଟୀର ଆଲୋଚନା ପ୍ରସୂତ ଗ୍ରନ୍ଥ।
ଅନେକ ସମ୍ପାଦନା ପୁସ୍ତକ ତାଙ୍କର ରହିଛି। ତେବେ ସେ ସବୁ ଏହି ସ୍ୱଳ୍ପ ସମୟ ଭିତରେ ଆଲୋଚନା କରିବା ସମ୍ଭବ ନୁହେଁ। ସେ ଓଡ଼ିଆ ଭାଷା ସାହିତ୍ୟକୁ ଏକ ଉଚ୍ଚତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନେକ ନୂତନ ଓଡ଼ିଆ ଯୁବ ଲେଖକଙ୍କୁ ପରିଚିତି ପ୍ରଦାନ କରିଛନ୍ତି। ତେବେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ସହିତ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ଆମେ ସମସ୍ତେ ଅବଗତ। ସେ ଜଣେ ଉଚ୍ଚକୋଟୀର ସଂଗଠକ, ସମ୍ପାଦକ ଏବଂ ଜଣେ ଆନୁଷ୍ଠାନିକ ଅଧିକାରୀ ମଧ୍ୟ। ଫକୀରମୋହନ ସାହିତ୍ୟ ପରିଷଦ, ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସୁବ୍ରତ ସ୍ମୃତି ପୁରସ୍କାର, ସାରସ୍ୱତ ସମ୍ମାନ, ଭକ୍ତକବି ଦୀନକୃଷ୍ଣ ସମ୍ମାନ ଏବଂ ଗଣକବି ସମ୍ମାନ ପ୍ରଭୃତିରେ ସେ ସମ୍ମାନିତ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଆଜି ଡକ୍ଟର ବିଜୟାନନ୍ଦ ସିଂଙ୍କୁ ଆମେ ପଢ଼ିବା। ତାଙ୍କର ଗୋଟେ ଚମତ୍କାର ଗଳ୍ପ ରହିଛି ଯାହା ମୋ ମନ ଭିତରେ ପ୍ରଭାବ ବିସ୍ତାର କରିଥିଲା। ସେ ଗଳ୍ପଟିର ଶୀର୍ଷକ ହେଉଛି ଦୀର୍ଘଶ୍ୱାସ। ଗାଳ୍ପିକ ବିଜୟାନନ୍ଦ ସିଂ। ପଦ୍ମାବତୀ ଦେବୀ ଏପଟ ସେପଟ ହେଉଛନ୍ତି ବଡ଼ ବ୍ୟସ୍ତ ବିବ୍ରତ। ସ୍ୱାମୀଙ୍କର ବର୍ଷିକିଆ ଆଉ ମାତ୍ର 17 ଦିନ ରହିଲା। ବନ୍ଧୁ ବାନ୍ଧବ, ସାଙ୍ଗସାଥୀ, ସ୍ୱାମୀଙ୍କର ପ୍ରିୟ ମଣିଷମାନଙ୍କୁ ନିମନ୍ତ୍ରଣ କରିବାକୁ ହେବ। ଘରେ ସେ ଏକାକୀ। ବୟସ 70 ଛୁଇଁଲାଣି। କେମିତି କାମଟା ସୁରୁଖୁରୁରେ ହୋଇଯିବ ଏଇ ଚିନ୍ତା। ସାନ ଭାଇ ସୁରେନ୍ଦ୍ର କଟକ ସହରରେ ଚାକିରି କରେ। କେତେଦିନ ତଳେ ଫୋନ୍ କରି କହିଥିଲା, ଅପା ବ୍ୟସ୍ତ ହେବୁନି, ଭାଇଙ୍କର ବର୍ଷିକିଆର 3-4 ଦିନ ପୂର୍ବରୁ ମୁଁ ତୋ ପାଖରେ ପହଞ୍ଚିଯିବି। ସବୁ କାମ ଠିକ୍ ଠାକ୍ ହେଇଯିବ। ତୁ ତ ଭାରି ଅଧୈର୍ଯ୍ୟ, ତେଣୁ ତୁ ବ୍ୟସ୍ତ ହେବୁନି। ମୁଁ ଜାଣେ ଭାଇଙ୍କୁ ତୁ ନିଜଠାରୁ ଅଧିକା ଭଲ ପାଉ, ତେଣୁ ବେଳେବେଳେ ଅତି ମାତ୍ରାରେ ଭାବପ୍ରବଣ ହେଇପଡ଼ୁଛୁ। ତୁ ପୁଣି ବ୍ଲଡ଼ ପ୍ରେସର ରୋଗୀ, ଏତେ ଟେନସନରେ ରହିବା ଠିକ୍ ହେବନି। ପଦ୍ମାବତୀ ଦେବୀ କହିଲେ, ସୁବ୍ରତ କିଛି ବୁଝୁନି। ତା ବାପାଙ୍କର ଗାଁ ସହିତ କି ନିବିଡ଼ ସମ୍ପର୍କ ଥିଲା। ଗାଁ ଗାଁ ହୋଇ ତାଙ୍କର ସାରା ଜୀବନ କଟିଗଲା। ପରମ୍ପରା, ଐତିହ୍ୟ, ସଂସ୍କୃତି ପ୍ରତି ସତରେ ତାଙ୍କର କି ଉଚ୍ଚ ସମ୍ମାନ। ଏଇ ଗାଁ ଜନ୍ମମାଟି ଭିଟାମାଟିକୁ ନିବିଡ଼ ଭାବେ ସେ ହିଁ ଭଲ ପାଉଥିଲେ। ଖାଲି ତାଙ୍କ ଅସ୍ଥି ଏଠି ଅଛି ବୋଲି, ନହେଲେ ମୁଁ କେବେଠୁ ଝିଅ ସୋନି ଘରକୁ ଚାଲି ଯାଆନ୍ତିଣି। ଝିଅ ଜ୍ୱାଇଁ କେତେଥର ଏଠିକି ଆସିଲେଣି, ବାରମ୍ବାର ଫୋନ୍ କରୁଛନ୍ତି, କହୁଛନ୍ତି ବୋଉ ତୁମ ଦେହ ଭଲ ରହୁନାହିଁ, ଏଠି ତମ ହେପାଜତ କିଏ ନେବ କହିଲ? ଚାଲ ଆମ ପାଖରେ ରହିବ। ଘରଦ୍ୱାର ଜଗିବା ପାଇଁ ସୁରେଶ ଅଛି। ସେ ତ ବଡ଼ ବିଶ୍ୱାସୀ। ମଝିରେ ମଝିରେ ତୁମେ ବରଂ ଘରକୁ ଆସି ବୁଲିଯିବ। ପୁଅ ସୁବ୍ରତ ଓ ବୋହୂର ସେହି କଥା, କାହିଁ ସେଠି ରହିଛ? ଯେତେବେଳେ ଦେହ ପା ଖରାପ ହେବ ସେତେବେଳେ ତୁମ କଥା କିଏ ବୁଝିବ? ସୁବ୍ରତ କଥା ରହିଲାନି ବୋଲି ସେ ଏ କଥା ଆଉ କହୁନି। ସେମାନଙ୍କୁ କହିଲି, ଘରେ ଅସ୍ଥି ଥିଲେ ଛାଡ଼ି ଯାଇ ହେବ ନାହିଁ। ପ୍ରତିଦିନ ଅସ୍ଥି ନିକଟରେ ଭାତ ପାଣି ଦିଆଯାଉଛି। ଏ କାମ କିଏ କରିବ? ତାଙ୍କ ତିରୋଧାନର ଠିକ୍ 15 ଦିନ ପରେ ସୁବ୍ରତ ଚେନ୍ନାଇ ଯାଇଛି ତ ଯାଇଛି। ଖାଲି କହୁଛି, ବୋଉ ତୋର ଅନ୍ଧବିଶ୍ୱାସ ଗଲାନି। ମୃତ୍ୟୁ ପରେ ଆଉ ଥାଏ କ'ଣ? ବାପା ତ ଚାଲିଗଲେ ସବୁଦିନ ପାଇଁ। ତୁ ଏସବୁ ଭାବି ଲାଭ କ'ଣ? ସୁବ୍ରତ IT ଇଞ୍ଜିନିୟର ହେଲା ପରେ ତାର ଏମିତି ସବୁ ପାଗଳାମି ବାହାରୁଛି। ଦେଖ ସୁରେନ୍ଦ୍ର, ଏଇଥରକୁ ସୁବ୍ରତ ଆସୁ, ତା ବାପାଙ୍କର ବର୍ଷିକିଆ କାମ ସରୁ, ଶ୍ରାଦ୍ଧ ଦେଇ ସାରିଲା ପରେ ଅସ୍ଥି ନେଇ ପ୍ରୟାଗ ଯିବ। ସେଠାରେ ସେ ଅସ୍ଥି ବିସର୍ଜନ କଲା ପରେ ଗୋଟାଏ ଅଧ୍ୟାୟ ସମାପ୍ତ ହେବ। ତାପରେ ମୁଁ ଝିଅ ସୋନି ପାଖକୁ ଚାଲିଯିବି। ଏହା ମୋର ଶେଷ ନିଷ୍ପତ୍ତି। ସୁରେନ୍ଦ୍ର କହିଲା, ତୁ ଅପା ମୁଣ୍ଡ ଖରାପ କରନା। ସୁବ୍ରତ ଆସିସାରୁ, କାମଟା ସରିଯାଉ, ଦେଖିବା ଭବିଷ୍ୟତ କଥା। କହି ସେ ଫୋନ୍ଟା ରଖିଦେଲା। ସହରଠାରୁ ମାତ୍ର 18 କିଲୋମିଟର ଦୂରରେ ଦୀନବନ୍ଧୁଙ୍କ ଘର। ଘରକୁ ଲାଗି ପିଚୁ ରାସ୍ତାଟିଏ ପଡ଼ିଛି। ଗତବର୍ଷ ଦୀନବନ୍ଧୁଙ୍କ ପରଲୋକ ପରେ ପଦ୍ମାବତୀ ଦେବୀ ଏଇ ଘରେ ହିଁ ରହୁଛନ୍ତି। ଏକମାତ୍ର ପୁଅ ସୁବ୍ରତ ଚେନ୍ନାଇରେ IT ଇଞ୍ଜିନିୟର ଭାବେ କାର୍ଯ୍ୟରତ।
ବୋହୂ ନାତି ନାତୁଣୀଙ୍କୁ ନେଇ ସେଠାରେ ସେ ରହେ। ଝିଅ ସୋନିକୁ ବିବାହ ଦେଲା ପରେ ସେ ତା ସ୍ୱାମୀ ସହ ରହୁଛି। ରାତି ପାଖାପାଖି 9ଟା ହେଲାଣି। ପଦ୍ମାବତୀ ଦେବୀ ଟିକେ ଖାଇଦେଇ ବିଛଣାକୁ ଗଲେ ବିଶ୍ରାମ ନେବାକୁ। ନିଦ କାହିଁ ସହଜରେ ଆସୁନି। ଘରଟା ଏକୁଟିଆ ଏକୁଟିଆ ଲାଗୁଛି। ତଳ ମହଲାରେ ସୁରେଶ ଓ ତା ପିଲାମାନେ କ'ଣ ସବୁ କଥାବାର୍ତ୍ତା ହେଉଛନ୍ତି। ଗୋଟିଏ ପରେ ଗୋଟିଏ ଅତୀତର ସ୍ମୃତି ମାନସପଟକୁ ଉଦ୍ବେଳିତ କରୁଛି। ଏଇ ଘର ଦିନେ ଥିଲା ଏଇ ଅଞ୍ଚଳର ବିଖ୍ୟାତ ଘର। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜନଗହଳି ଲାଗୁଥିଲା ଏଠି। ଜଣେ ପ୍ରତିଷ୍ଠିତ ଜମିଦାର ଭାବରେ ଦୀନବନ୍ଧୁଙ୍କ ପିତା ଶମ୍ଭୁନାଥ ଏହି ଅଞ୍ଚଳରେ ସୁଖ୍ୟାତ। ପରାଧୀନ ଭାରତରେ ସେ ଜଣେ ପ୍ରଜା ହିତୈଷୀ ଜମିଦାର। ଜନସାଧାରଣଙ୍କ ମଙ୍ଗଳ ଥିଲା ତାଙ୍କର କାମ୍ୟ। ସେଥିପାଇଁ ଶମ୍ଭୁନାଥଙ୍କ ପରିବାରର ପ୍ରଭାବ ଖୁବ୍ ବେଶୀ। ଦୀନବନ୍ଧୁଙ୍କ ପ୍ରତିଭାର ପରିଚୟ ବାଲ୍ୟକାଳରୁ ମିଳିଥିଲା। ସ୍ୱଭାବ ତ ଲାଜକୁଳା ହେଲେ ମଧ୍ୟ ସେ ଥିଲେ ମେଧାବୀ ଛାତ୍ର। ଯେଉଁଦିନ ଦୀନବନ୍ଧୁ ଭାରତୀୟ ଜନସେବା ଚାକିରିରେ ଯୋଗ ଦେଲେ ସେଦିନ ଉତ୍ସବ ମୁଖରିତ ହୋଇଥିଲା ଶମ୍ଭୁନାଥଙ୍କ ବାସଭବନ। ପଦ୍ମାବତୀ ଦେବୀଙ୍କ ଆଖିରେ ନାଚି ଉଠିଲା ପୁଅ ସୁବ୍ରତର ବାହାଘର କଥା। ଆପେ ଆପେ ହସି ପକାଇଲେ ସେ। ବୋହୂ ପସନ୍ଦ ହେବା ପରେ ସମୁଦିଙ୍କୁ କହିଲେ, ଦୀନବନ୍ଧୁ, ସୁବ୍ରତ ବାହାଘର ଗାଁରେ ହେବ। ଆମେ ସିନା ସବୁ ସହରରେ ରହୁଛେ, କିନ୍ତୁ ଗାଁକୁ କେମିତି ଭୁଲିଯିବା? ଆଜିକାଲି ସହରର ଯେମିତି ବିବାହ ଉତ୍ସବ ସବୁ ହେଉଛି, ମୋତେ ତାହା ଭଲ ଲାଗୁନି। ଗାଁମାନଙ୍କରେ ପଙ୍କ୍ତି ଭୋଜନରେ ଯେଉଁ ଆନ୍ତରିକତା ଥାଏ, ତାହା କ'ଣ ଏଇ ବଫେରେ ଅଛି? ବରଯାତ୍ରୀ ଦଳରେ ଆଜିକାଲି ବାପା, ଭାଇ, ମାମୁଁ, ମଉସାଙ୍କ ଆଗରେ ପିଲାମାନେ ଯେମିତି ଉଦଣ୍ଡ ନୃତ୍ୟ କରୁଛନ୍ତି, ତାହା ଆମ ପରମ୍ପରା ଚଳଣି ପ୍ରତି କୁଠାରାଘାତ ସଦୃଶ। ନିରାଡମ୍ବର ପରିବେଶ ଭିତରେ ବଡ଼ ଅଫିସରଙ୍କ ବିବାହ ଗାଁରେ ହିଁ ହେଲା। ପୁଅ ପାଲିଙ୍କିରେ ବସି ବର ହୋଇଗଲା। ସୁବ୍ରତର ସାଙ୍ଗମାନେ ଥଟ୍ଟା କରି କହୁଥିଲେ, ସୁବ୍ରତ ବାହାଘର କେଉଁ ଭଟ୍ଟ ଅମଳର ବ୍ୟବସ୍ଥାରେ? ପଦ୍ମାବତୀଙ୍କୁ ଥରେ ଦୀନବନ୍ଧୁ କହୁଥିଲେ ବାଲ୍ୟ ସ୍ମୃତି କଥା। ତାଙ୍କ ସମୟରେ ଗାଁ ପାଖରେ ଭଲ ହାଇସ୍କୁଲଟିଏ ନଥିଲା। ତାଙ୍କୁ ପାଠ ପଢ଼ିବାକୁ ପଡ଼ିଲା ଗାଁଠାରୁ କିଛି ଦୂରରେ ଥିବା ସହରରେ ଏକ ସ୍କୁଲରେ। ଦୂରବାଟ ହେତୁ ହଷ୍ଟେଲରେ ରହିବା ଛଡ଼ା ତାଙ୍କର ଆଉ କିଛି ପନ୍ଥା ନଥିଲା। ଘରୁ ସ୍କୁଲ ହଷ୍ଟେଲକୁ ଯିବା ଦିନ ଅନ୍ତର ଉଦ୍ବେଳିତ ହୋଇଯାଇଥିଲା। ଗାଁ ଛାଡ଼ିବାକୁ ଆଦୌ ଇଚ୍ଛା ନଥିଲା। ବୋଉ ପଣତ କାନିରେ ଲୁହ ପୋଛି ଦେଇ କହିଲା, ଏମିତି କ'ଣ ହୁଅନ୍ତି? ତୁ ପରା ପାଠ ପଢ଼ିବା ପାଇଁ ଯାଉଛୁ। ତୁ ତ ପ୍ରତି ଛୁଟିରେ ଗାଁକୁ ଆସିବୁ। ବାପା ତୋ ପାଖକୁ ସମୟ ସମୟରେ ଯିବେ। ହଷ୍ଟେଲରେ ରହିବା ବେଳେ ଗାଁର ଚିତ୍ର ମୋତେ ସ୍ପଷ୍ଟ ଦେଖାଯାଉଥିଲା। ସୂର୍ଯ୍ୟ ଅସ୍ତ ବେଳେ ଗାଁର ଧୂଳି କୁଣ୍ଡଳି, ଆମ୍ବ ତୋଟା, କିଆଫୁଲର ବାସ୍ନା, ପାହାନ୍ତିଆ ରାତିରେ ବିଲୁଆର ହୁକେ ହୋ ଡାକ, ହଳଦୀ ବସନ୍ତର ଏ ଡାଳରୁ ସେ ଡାଳକୁ ଡେଇଁବାର ଦୃଶ୍ୟ, ଗୁଣ୍ଡୁଚି ମୂଷାର କିଚିରି ମିଚିରି ଶବ୍ଦ, କୋଇଲିର କୁହୁତାନ, ଫଗୁଣ ମାସର ଆମ୍ବ ବଉଳ ବାସ୍ନା, ପଦ୍ମ ପୋଖରୀରେ ଫୁଟନ୍ତା ଫୁଲ, ବର୍ଷା ଦିନରେ ଭାଲୁକୁଣି ଓଷା ସମୟରେ ଭୋରୁ ଭୋରୁ ଗାଁ ପୋଖରୀରୁ କଇଁ ଫୁଲ ତୋଳିବା, ସନ୍ଧ୍ୟାରେ ରଙ୍ଗଣୀ ଫୁଲ, ଜହ୍ନି ଆଉ କାକୁଡ଼ି ଫୁଲ, ସବୁଜ ପତ୍ର ଭିତରେ ଆତ୍ମପ୍ରକାଶ କରିଥିବା ସୁନ୍ଦର ଦୃଶ୍ୟ ଅନ୍ୟମନସ୍କ କରିଦିଏ। କଲେଜରେ ପାଠ ପଢ଼ିଲା ବେଳକୁ ଯଦିଓ ବୟସ ଟିକେ ବଢ଼ିଯାଇଥିଲା, ତଥାପି ଗାଁର ମୋହ ତୁଟି ନଥିଲା। ଶନିବାର ହେଲା ମାତ୍ରେ ବା କଲେଜ ଛୁଟି ହେଲା ମାତ୍ରେ ଗାଁକୁ ଯିବା ଏକ ଅଭ୍ୟାସରେ ପରିଣତ ହୋଇଥିଲା। ବାପା ଥରେ କହିଲେ, କାହିଁକି ତୁ ବାରମ୍ବାର ହଷ୍ଟେଲ ଛାଡ଼ି ଗାଁକୁ ଆସୁଛୁ? ପାଠ ପଢ଼ାରେ ଅସୁବିଧା ହେଉନି? ସେଠି କ'ଣ ଅସୁବିଧା ହେଉଛି କି? ଦୀନବନ୍ଧୁ ବାପାଙ୍କୁ ସେଦିନ କହିଥିଲେ, ସହରରେ ମଣିଷ ଅଛନ୍ତି କିନ୍ତୁ ଜୀବନ ନାହିଁ। ସହରରେ ମଣିଷ ଅଛନ୍ତି କିନ୍ତୁ ମାନବିକତା ବା ମନୁଷ୍ୟତ୍ୱ ନାହିଁ। ସହରରେ ନାହିଁ ରଜଦୋଳି ବା ରାକ୍ଷୀ ପୂର୍ଣ୍ଣିମାର ମାଦକତା। ହଷ୍ଟେଲରେ କେଉଁଠୁ ମିଳିବ ମାଟିହାଣ୍ଡିର ପଖାଳ ଆଉ ପତ୍ରପୋଡ଼ା ମାଛ? କେଉଁଠୁ ମିଳିବ ବେସର ଦିଆ ସଜନା ଛୁଇଁ ଭଜା, ସୁନୁସୁନିଆ ଶାଗ ଭଜା, ବଡ଼ିଚୁରା ବା ମଣ୍ଡା ଆରିସା, ଏଣ୍ଡୁରି ଚକୁଳି ପିଠା? ସହରରେ କ'ଣ ଅଛି? ଅନ୍ଧ ପୁଟୁଳି ବୋହୂ ବୋଉକା ଖେଳ? ଅଛି କ'ଣ? ଗାଁ ମଣିଷର ସ୍ନେହ, ଶ୍ରଦ୍ଧା ଓ ସହାନୁଭୂତି? ସହରରେ କ'ଣ ଅଛି? ସହରରେ କ'ଣ ଅଛି ଅନ୍ଧ ପୁଟୁଳି ବୋହୂ ବୋଉକା ଖେଳ?
ଅଛି କ'ଣ ଗାଁ ମଣିଷର ସ୍ନେହ, ଶ୍ରଦ୍ଧା ଓ ସହାନୁଭୂତି? ବାହାଘର ପରେ ପଦ୍ମାବତୀ ଦେବୀଙ୍କୁ ଦୀନବନ୍ଧୁ କହୁଥିଲେ, ଗାଁ ସତରେ କେତେ ଭଲ। ଗାଁର ପାଣି ପବନ, ସବୁଜ ଧାନ କ୍ଷେତ, ମାଟି କାଦୁଅ ରାସ୍ତା, ଗାଁ ପୋଖରୀ ତୁଠ, ଗାଁ ମୁଣ୍ଡରେ ଥିବା ଠାକୁରାଣୀ, ପୂଜା ପାର୍ବଣରେ ଯେଉଁ ସରାଗ, କାହିଁ ସେସବୁ? ଆଜି ସେ ଯାହା ହୋଇଛନ୍ତି ଗାଁ ପାଇଁ। ଗାଁକୁ ଭଲ ରାସ୍ତାଟିଏ ବି ନଥିଲା, ପ୍ରାଥମିକ ସ୍କୁଲ ବି ନଥିଲା। ଗାଁରେ ବିଜୁଳିବତୀ ସ୍ୱପ୍ନ ଥିଲା। ବିଏ ପାସ୍ କରିବା ପରେ ଚେଷ୍ଟା ଓ ଉଦ୍ୟମ ଫଳରେ ଭଲ ରାସ୍ତା ହେଲା, ସ୍କୁଲ ପ୍ରତିଷ୍ଠା ହେଲା, ଇଲେକ୍ଟ୍ରିକ୍ ବ୍ୟବସ୍ଥା ହେଲା, ନଳକୂପ ପରେ ପାଇପ୍ ପାଣି ମିଳିଲା। ଦୀନବନ୍ଧୁଙ୍କ ଗାନ୍ଧୀ ଦର୍ଶନରେ ଖୁବ୍ ବିଶ୍ୱାସ। ଗାନ୍ଧିଜୀଙ୍କ ପବିତ୍ର ଭକ୍ତି, ଭାରତର ଆତ୍ମା ଗାଁରେ ଅଛି। ଦୀନବନ୍ଧୁଙ୍କର ଏହା ଯେପରି ମନରେ ରୂପାନ୍ତରିତ ହୋଇଛି। ଦୀନବନ୍ଧୁ IFS ପାଇଲା ପରେ ତାଙ୍କର ପ୍ରଥମ ନିଯୁକ୍ତି ହେଲା ବାଙ୍ଗାଲୋର ଠାରୁ 50 କିଲୋମିଟର ଦୂରରେ। ରଜ ହେଲେ କହନ୍ତି ପଦ୍ମାବତୀ, ଗାଁରେ ମୋ ବୋଉ ଯେମିତି ପୋଡ଼ପିଠା କରେ ସେମିତି ତିଆରି କର। ବଉଳ ଅମାବାସ୍ୟା, ମାଣବସା ଗୁରୁବାର, କାର୍ତ୍ତିକ ପୂର୍ଣ୍ଣିମା, ମହାବିଷୁବ ସଂକ୍ରାନ୍ତି, ପୁନେଇ ପର୍ବ ପାଳନ କରାହୁଏ ସରକାରୀ କ୍ୱାର୍ଟରରେ। ଅଣ ଓଡ଼ିଆମାନଙ୍କୁ ଆମ ପିଠାପଣା ଖୁବ୍ ଭଲ ଲାଗେ। ଦୀନବନ୍ଧୁ କହନ୍ତି, ଏସବୁ ଓଡ଼ିଆ ଘରର ଖାଦ୍ୟ। ପ୍ରତି ଏକାଦଶୀ ଦିନ ନିଷ୍ଠାର ସହ ଉପବାସ କରନ୍ତି ଦୀନବନ୍ଧୁ। ମାର୍ଗଶିର ମାସ ଗୁରୁବାରରେ ଲକ୍ଷ୍ମୀ ପୂଜା ହୁଏ ସରକାରୀ କ୍ୱାର୍ଟରରେ। ପ୍ରତିବର୍ଷ ଦଶହରା ସମୟକୁ ଦୀନବନ୍ଧୁ ଆସନ୍ତି ଗାଁକୁ। ଥରେ ଥରେ ଠାକୁର ଘର ସାମ୍ନାରେ ପାଲା, ଦାସକାଠିଆର ଆୟୋଜନ କରନ୍ତି। ମନ ଭରି ଉପଭୋଗ କରନ୍ତି। ଦାସକାଠିଆ, ପାଲା, ଗଣକବି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟକୁ ଭିଡ଼ିଓ ରେକର୍ଡ଼ିଂ କରି ଥରେ ବିଦେଶ ଗଲାବେଳେ ନେଇଯାଇଥିଲେ ସେଠାରେ ଦେଖାଇବା ପାଇଁ। ଚାକିରିରୁ ଅବସର ନେବା ପାଇଁ ପ୍ରାୟ ପାଖାପାଖି ବର୍ଷେ ଥାଏ ଦୀନବନ୍ଧୁ କହିଲେ, ପଦ୍ମାବତୀ, ଗାଁରେ ଭଲ ଘରଟିଏ ତିଆରି ସରିଲାଣି। ମୋ ସାଙ୍ଗର ପୁଅକୁ ଦାୟିତ୍ୱ ଦେଇଥିଲି। ସେ ଆଜି ଟେଲିଫୋନ୍ କରି କହିଲା ଯେ ଘର କାମ ସରିଯାଇଛି। ଆସନ୍ତା ସରସ୍ୱତୀ ପୂଜାରେ ଘର ପ୍ରତିଷ୍ଠା ହେବ। ଚାକିରି ସରିବା ମାତ୍ରେ ଗାଁକୁ ଚାଲିଯିବା। ପଦ୍ମାବତୀ ଦେବୀ କହିଲେ, ସୁବ୍ରତ ଚାହୁଁନି ଆମ ଗାଁରେ ରହିବା ପାଇଁ। ସେ କହୁଥିଲା, ବାପାଙ୍କ ସମୟର ଗାଁ ଆଉ ନାହିଁ। ଗାଁରେ ଈର୍ଷା, ଛଳନା, ଠକାମି, ଭଣ୍ଡାମି ବଢ଼ିଯାଇଛି। ଅର୍ଦ୍ଧଶିକ୍ଷିତ ଶିକ୍ଷିତ ବେକାରୀଙ୍କ ଆଡ୍ଡାସ୍ଥଳୀ ହୋଇଛି। କଥା କଥାକେ ନିମ୍ନ ଧରଣର ଭାବ ପ୍ରକାଶ ପାଉଛି। କେହି କାହାକୁ ସେଠି ସହୁନାହାନ୍ତି। ରାଜନୀତିର କ୍ରୀଡ଼ାସ୍ଥଳୀ ଆଜିକାଲିର ଗାଁ। ମଦ ସହର ଅପେକ୍ଷା ଗାଁରେ ବେଶୀ ବିକ୍ରି ହେଉଛି। କଳି ତକରାଳ, ମାଡ଼ପିଟ୍, ହଣାକଟା, ନିତିଦିନିଆ ଘଟଣା ଗାଁରେ ହେଇଗଲାଣି। ତେଣୁ ଗାଁକୁ ଯିବା ପାଇଁ ପୁଅ ବୋହୂ, ଝିଅ ଜ୍ୱାଇଁ, ନାତି ନାତୁଣୀ କେହି ପସନ୍ଦ କରୁନାହାନ୍ତି। ସୋନି ବି ଚିଠି ଲେଖିଛି, ବୋଉ ବାପା ଅଯଥାରେ ଟଙ୍କାଗୁଡ଼ାକ ନଷ୍ଟ କରି ଗାଁରେ ଘର ତିଆରି କରୁଛନ୍ତି। ବରଂ ରାଜଧାନୀରେ ଘରଟିଏ କଲେ ସବୁ ସୁବିଧା ହୁଅନ୍ତା। ଦୀନବନ୍ଧୁ ଏସବୁ ଶୁଣି ଗମ୍ଭୀର ହୋଇଗଲେ। ପିଲାମାନେ କିଛି ବୁଝୁନାହାନ୍ତି। ସେମାନେ ରୁହନ୍ତୁ ତାଙ୍କୁ ଯେଉଁଠି ସୁବିଧା ହେଉଛି, କିନ୍ତୁ ଆମେ ଗାଁରେ ରହିବା। ମୋ ବାପା ଅଜାଙ୍କ ଭିଟାମାଟିକୁ ମୁଁ କେବେ ଛାଡ଼ିପାରିବି ନାହିଁ। ଅବସରର ଠିକ୍ ମାସକ ପରେ ଦୀନବନ୍ଧୁ ଶସ୍ତ୍ରୀକ ଆସିଲେ ଗାଁକୁ। ନୂତନ ଗୃହ ହେଲା ତାଙ୍କ ଜୀବନର ଶେଷ ଆଶ୍ରୟସ୍ଥଳ। ଗାଁ ଠାକୁରାଣୀଙ୍କ ପାଖରେ ପ୍ରତି ପୂର୍ଣ୍ଣିମାରେ ପାଳି କରି ପଙ୍କ୍ତି ଭୋଜନ ହେଲା। ରାସ୍ତାଘାଟର ପୁନଃନିର୍ମାଣ ପାଇଁ ଉଦ୍ୟମ ହେଲା। ଗାଁରେ ଖୋଲା ହେଲା ପାଠାଗାର। ଟିଭି ରେଡ଼ିଓର ବ୍ୟବସ୍ଥା ହେଲା। ସୁବ୍ରତ ଥରେ ଟେଲିଫୋନ୍ କରି କହିଲା, ତୁ କିଛି ବୁଝୁନାହୁଁ। ବାରମ୍ବାର କହିଲେ ବି ତୁ ଗାଁକୁ ଆସୁଛୁ। ତୋ ପୁଅର 21 ପୂଜା ପାଇଁ ତୋତେ ବାରମ୍ବାର କହିଲି ଗାଁରେ କରିବାକୁ। ବାରମ୍ବାର କହିଲେ ବି ତୁ ଗାଁକୁ ଆସୁନୁ। ତୋ ପୁଅର 21 ପୂଜା ପାଇଁ ତୋତେ ବାରମ୍ବାର କହିଲି ଗାଁରେ କରିବାକୁ। ତୁ କିନ୍ତୁ ମାନିଲୁ ନାହିଁ। ତା ପୁଣି ହେଲା ତୁ ରହୁଥିବା ଆଭିଜାତ୍ୟପୂର୍ଣ୍ଣ ଚେନ୍ନାଇ ସହରରେ। ଦେଖ, ତୁ ଯାହା କରୁଛୁ କର। ଆଜିକାଲି ଦେହ ପା ଭଲ ରହୁନି। କେତେବେଳେ କ'ଣ ଘଟି ଯାଇପାରେ। ତୁ ତ ପାଖରେ ନଥିବୁ, କିନ୍ତୁ ମୋ ପାର୍ଥିବ ଶରୀରର ଦାହ ମୋ ଗାଁରେ ହେବ। ଅର୍ଥାତ୍ ଗାଁ ଶ୍ମଶାନରେ ଶବ ଦାହ ହେବ। ଯେଉଁ ମାଟିରେ ମୁଁ ଜନ୍ମ ହୋଇଥିଲି ସେଇ ମାଟିରେ ପୁଣି ମିଶିଯିବି। ଦୀନବନ୍ଧୁ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ରାତି ପ୍ରାୟ ସରି ଆସୁଛି। ଦୀନବନ୍ଧୁଙ୍କ ଛାତିରେ ଭୀଷଣ ଯନ୍ତ୍ରଣା, ଅସହ୍ୟ ବେଦନା। ମ୍ୟାସିଭ୍ ହାର୍ଟ ଆଟାକ୍ ବୋଲି ଡାକ୍ତରମାନେ କହିଲେ। ସବୁ ଉଦ୍ୟମ ବ୍ୟର୍ଥ ହେଲା। ସବୁଦିନ ପାଇଁ ଆଖି ବୁଜିଦେଲେ ଦୀନବନ୍ଧୁ। ସୁବ୍ରତ ଆସି ଗାଁରେ ଦୀନବନ୍ଧୁଙ୍କ ଇଚ୍ଛା ଅନୁଯାୟୀ ଗାଁ ଶ୍ମଶାନରେ ତାଙ୍କ ଶବ ସଂସ୍କାର କରାଗଲା। ପଦ୍ମାବତୀ ଦେବୀ ବି କହିଲେ,
ତାଙ୍କ ଅସ୍ଥି ରହିବ ଘରେ। ବର୍ଷକ ପରେ ପ୍ରୟାଗରେ ବିସର୍ଜନ ହେବ। ଘରେ ଅସ୍ଥି ରଖାଗଲା। ପ୍ରତିଟି ସନ୍ଧ୍ୟାରେ ଧୂପ ଦୀପଠାରୁ ଆରମ୍ଭ କରି ଖାଦ୍ୟ ଓ ପାନୀୟ ଅର୍ପଣ କରାଯାଏ। ସୁବ୍ରତ କ୍ରିୟା ସାରି ଯିବାବେଳକୁ ପଦ୍ମାବତୀ ଦେବୀ କହିଲେ, ପୁଅରେ, ବାପାଙ୍କ ବର୍ଷିକିଆ ସରିଗଲା ମାତ୍ରେ ଅସ୍ଥି ବିସର୍ଜନ କରିବ। ତୁ ତ ଏହା ଭିତରେ ଗାଁକୁ ଆସିବୁ କି ନାହିଁ ଜାଣିନି, କିନ୍ତୁ ବର୍ଷିକିଆ ପରଦିନ ଅସ୍ଥି ବିସର୍ଜନ କରିଦେବୁ। ପଦ୍ମାବତୀ ଦେବୀ ଶୋଇପଡ଼ିଛନ୍ତି। କେତେବେଳେ ତାଙ୍କୁ ନିଦ ହୋଇଯାଇଛି ଜାଣିନାହାନ୍ତି। ସକାଳୁ ସକାଳୁ ଫୋନ୍ଟା କ୍ରିଂ କ୍ରିଂ କରି ବାଜି ଉଠିଲା। ପଦ୍ମାବତୀ ଦେବୀ ବିଛଣାରୁ ଉଠିପଡ଼ି ଚାଲିଲେ ଫୋନ୍ ପାଖକୁ। ଆରପଟରୁ ସୁବ୍ରତର ସ୍ୱର, ବୋଉ, ବାପାଙ୍କ ବର୍ଷିକିଆକୁ ଯାଇପାରିବିନି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ। ଆଉ 5 ଦିନ ପରେ ଆମେରିକା ଯିବାକୁ ପଡ଼ିବ। ଫେରୁ ଫେରୁ ମାସେ 2 ମାସ ହେଇଯିବ। ତେଣୁ ବାପାଙ୍କ ବର୍ଷିକିଆକୁ ଯାଇ ହେବନି। ପଦ୍ମାବତୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। ସେ କ'ଣ ଶୁଣୁଛନ୍ତି ବିଶ୍ୱାସ କରିପାରୁନଥିଲେ। କହିଲେ, ସୁବ୍ରତ, ଇଏ ପରା ପ୍ରଥମ ଶ୍ରାଦ୍ଧ ବାପାଙ୍କର। ତୁ ନ ଆସିଲେ କେମିତି ହେବ? ସୁବ୍ରତ କହିଲା, ବୋଉ, ଚାକିରି ଚାଲିଯିବ। ଇଏ କମ୍ପାନୀ ଚାକିରି, ସରକାରୀ ଚାକିରି ନୁହେଁ ଯେ ଯାହା ନାହିଁ ତାହା ନାହିଁ କରି ଦେଇହେବ। ସରକାରୀ ଚାକିରି ନୁହେଁ ଯେ ଯାହା ନାହିଁ ତାହା କରିଦେଇ ହେବ। ମନେ ପଡ଼ିଲା ଏଇ ସୁବ୍ରତ ପାଇଁ ସେ ଜୀବନ ସାରା କେତେ ବ୍ୟସ୍ତ ହୋଇଛନ୍ତି। ଶେଷକୁ ଏଇଆ ହେଲା। ସୁବ୍ରତର ନ ଆସିବା ଖବର ପାଇ ସୁରେନ୍ଦ୍ର ଆସିଛି। କହିଲା, ଅପା, ତୁ ମନ କଷ୍ଟ କରନା। ଆଜିକାଲି ପୁଅମାନଙ୍କ ଅନୁପସ୍ଥିତିରେ ବ୍ରାହ୍ମଣମାନେ ଶ୍ରାଦ୍ଧ ପିଣ୍ଡ ପକାଉଛନ୍ତି। ମନ୍ତ୍ରରେ କର୍ତ୍ତା ଅନୁପସ୍ଥିତିକୁ ଚଳାଇ ନେଉଛନ୍ତି। ତେଣୁ ଭାଇଙ୍କ ବର୍ଷିକିଆ ବ୍ରାହ୍ମଣଙ୍କ ଦ୍ୱାରା ସମାହିତ ହେବ। ପଦ୍ମାବତୀ ଦେବୀ ଦୀର୍ଘଶ୍ୱାସ ପକାଇ କହିଲେ, ବ୍ରାହ୍ମଣ ସିନା ପିଣ୍ଡ ପକାଇବ, ତେବେ ତାଙ୍କ ଅସ୍ଥି ନେଇ କିଏ ପ୍ରୟାଗ ଯିବ? ଅସ୍ଥି ବିସର୍ଜନ କିଏ କରିବ? ସେଠି କ୍ରିୟାକର୍ମ କିଏ କରିବ? କହୁ କହୁ ଭୋ କରି କାନ୍ଦି ଉଠିଲେ। ସେ ଅନୁଭବ କରୁଥିଲେ ସତେ ଯେମିତି ଏକ ବିରାଟ ପାହାଡ଼ ଧସି ପଡ଼ୁଛି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ବିଶିଷ୍ଟ କଥାକାର ଡକ୍ଟର ବିଜୟାନନ୍ଦ ସିଂଙ୍କ ନୀରବ ଆଳାପ ଗଳ୍ପ ସଂକଳନସ୍ଥ ଏକ ସୁନ୍ଦର ଗଳ୍ପ, ଯାହାର ଶୀର୍ଷକ ଥିଲା ଦୀର୍ଘଶ୍ୱାସ। ସାମାଜିକ ଜୀବନରେ ପ୍ରତିନିୟତ ପରିବର୍ତ୍ତିତ ଆମ ଜୀବନୀୟ ମୂଲ୍ୟବୋଧର ଅତି ନିଚ୍ଛକ ସତ୍ୟକୁ ସେ ପାଠକମାନଙ୍କ ସମ୍ମୁଖକୁ ଆଣିଛନ୍ତି। ଆଜିର ଏଇ ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ଜଣାଇବେ। ଧନ୍ୟବାଦ।